କୁନି ଝିଅଟି ମାଆକୁ କହୁଥିଲା, ମା ତୁ ମୋତେ ବେଶୀ ଭଲ ପାଉନୁ, ଭାଇକି ବେଶୀ ଭଲ ପାଉଛୁ। ଆଉ ଭାଇ ଏକଥା ଶୁଣି ଖୁସି ହେଇଯାଉଥିଲା। ଦର୍ଶକ ବନ୍ଧୁ, ଏ କଥା ପ୍ରାୟ ସମସ୍ତଙ୍କ ଘରେ ଘଟିଥାଏ। ସବୁବେଳେ ଝିଅମାନେ ଭାବନ୍ତି ମାଆମାନେ ପୁଅମାନଙ୍କୁ ଝିଅ ଅପେକ୍ଷା ଅଧିକ ଭଲ ପାଆନ୍ତି। ମୋ ସହିତ ବି ସେମିତି ଘଟିଛି ଆଜ୍ଞା। ମୋ ବୋଉ ବି ମୋତେ ବେଶୀ ଭଲ ପାଏ ବୋଲି ଅନ୍ୟ ଭାଇ ଭଉଣୀମାନେ ଟିକେ ଈର୍ଷା କରନ୍ତି। ହେଲେ ମୁଁ କହିବି, ନାଇଁ ଆଜ୍ଞା, ମା' କେବେ କାହାକୁ ଭଲ ପାଇବାରେ କମ୍ କରେନି। ସବୁ ଛୁଆ ତା ପାଇଁ ସମାନ। ଯେଉଁ ଝିଅ କୁହେ ମୋ ମା' ମୋତେ ଭାଇଠୁ କମ୍ ଭଲ ପାଏ, ଥରେ ସେଇ ଝିଅକୁ ପଚାର, ଯେତେବେଳେ ଝିଅ ପଢ଼ିବା ପାଇଁ ଘର ଛାଡ଼ି ହଷ୍ଟେଲକୁ ଯାଏ, ସେଇ ମାଆର ମନଟା କ'ଣ ହୁଏ। ଥରେ ସେଇ ଝିଅକୁ ପଚାର, ଯେତେବେଳେ ସେ ବାହା ହେଇ ସବୁଦିନ ଶାଶୁଘରକୁ ଚାଲିଯାଏ, ସେଇ ମାଆର ହୃଦୟଟା କେମିତି ଚିରି ହେଇଯାଏ। ଆପଣଙ୍କୁ କ'ଣ ଲାଗୁଛି, ଆମେ ଆଜି ମା' ବିଷୟରେ ଗପ କହିବାକୁ ଆସିଛୁ? ଠିକ୍ ଭାବୁଛନ୍ତି ଆଜ୍ଞା। ଆମେ ଆଜି ମା' ବିଷୟରେ ହିଁ କହିବୁ। ଯେଉଁ ମା' ଆଜି ଝିଅକୁ ହଷ୍ଟେଲ କି ଶାଶୁଘରକୁ ବିଦା କରି କାନ୍ଦୁନି, ବରଂ ନିଜ ଛୁଆଙ୍କୁ ଛାଡ଼ି ବିଦାୟ ନେବା ବେଳେ ଛାତିକୁ ପଥର କରି କେମିତି ବିଦାୟ ନେଉଛି। ଥରେ ଦେଖିଲେ ଏ ହୃଦୟ ବିଦାରକ ଦୃଶ୍ୟକୁ? ଇଏ ବି ଜଣେ ମା' ଆଜ୍ଞା। ଏଇ ମା' ଜଣକ ଛାତି ଭିତରେ ସବୁ କୋହକୁ ଚାପି ନିଜ ପିଲାଙ୍କଠୁ ବିଦାୟ ନେଉଛି। କୁଆଡ଼େ ଯାଉଛନ୍ତି ଜାଣିଛନ୍ତି? ନିଜ ମା'କୁ ରକ୍ଷା କରିବାକୁ। ଜଣେ ମା' ନିଜ ଛୁଆକୁ ଛାଡ଼ି ଭାରତ ମା'କୁ ରକ୍ଷା କରିବାକୁ ଯାଉଛି। ଆଉ ଇଏ ହେଉଛି ସେତେବେଳର ଭାଇରାଲ ହେଉଥିବା ଗୋଟେ ଭିଡ଼ିଓ। ଯେତେବେଳେ ଘରକୁ ଛୁଟି କାଟିବାକୁ ଆସିଥିବା ଭାରତୀୟ ସେନାର ଜଣେ ବାହାଦୁର ସେନା ଆଉ ଅପରେସନ୍ ସିନ୍ଦୁର ବେଳେ ଛୁଟି ବାତିଲ ହେଲା ପରେ ଅଚାନକ ଡ୍ୟୁଟିରେ ଯୋଗ ଦେବାକୁ ଆସିଥିଲା ନିର୍ଦ୍ଦେଶ। ଆଉ ଇଏ ହେଉଛି ତା ପରର ଦୃଶ୍ୟ। ମା'କୁ ବିଦାୟ ଦେବାକୁ ଏୟାରପୋର୍ଟ ଆସିଥିବା ଏଇ ଛୁଆ ଦୁଇ ଜଣଙ୍କୁ ଟିକେ ଦେଖିଲେ। ମା'କୁ ଛାଡ଼ିବାକୁ ଜମା ବି ଇଚ୍ଛା ନାହିଁ। ଆଉ ମା' ଯେତେବେଳେ ଛାଡ଼ି ଭିତରକୁ ଯାଉଛି, କେମିତି ଏଇ ଦୁଇ ଛୁଆଙ୍କ ଆଖିରେ ଲୁହର ଧାର ଗଡ଼ି ଆସୁଛି। ଆଉ ମା'କୁ ଦେଖିଲେ ଆଖିରେ ଆଖିଏ ଲୁହ, କିନ୍ତୁ ଲୁହ ଆଉ ସେ ଛାତିର କୋହକୁ ଚାପି ଛୁଆଙ୍କଠୁ ହସି ହସି ସିନା ବିଦାୟ ନେଉଛି, ହେଲେ ମନଟା ଜମା ବି ବୁଝୁନି। ଏୟାରପୋର୍ଟ ଭିତରକୁ ପଶି ସେଇ କାଚ ପଟେ ପୁଣି ଛୁଆଙ୍କୁ ଦେଖିବାକୁ ଧାଇଁ ଆସୁଛି। ଆଉ ସେଇ କାଚ ଭିତରେ କେମିତି ଛୁଆଙ୍କୁ ଗେଲ ବି କରୁଛି। ଇଏ ଦୁଇ ଜଣ ଜାଣିପାରୁଛନ୍ତି ଆମ ମା' ଆମକୁ ଛାଡ଼ି ବିପଦରେ ଥିବା ଭାରତ ମା'କୁ ରକ୍ଷା କରିବାକୁ ଯାଉଛି। ଆଉ ହସି ହସି ମା'କୁ ବିଦାୟ ଦେବାକୁ ଚାହୁଁଛନ୍ତି। କିନ୍ତୁ ଏ ଅମାନିଆ ଲୁହ ଗୁଡ଼ାକ ଜମାରୁ ବି ବୋଲ ମାନୁନି ଆଜ୍ଞା। ଆଉ ମା' କାଚ ସେପଟେ ଥାଇ ନିଜ ଛୁଆଙ୍କର ଏଭଳି ଅଭିନୟ ଦେଖି ନିଜକୁ ସମ୍ଭାଳି ପାରୁନି। କେମିତି ଭୋ ଭୋ ହେଇ କାନ୍ଦି ପକାଉଛି। କେମିତି କାନ୍ଦିବେନି ଆଜ୍ଞା, ସେ ବା ମା'। ସେ ସିନା ଭାରତ ମା' ପାଇଁ ଘର ଛାଡ଼ି ଯାଉଛି, ହେଲେ ତା ଛୁଆ ତା ମା'ଠୁ ଅଲଗା ହେଇ ଏକୁଟିଆ ହେଇଯାଉଛନ୍ତି। ଏ ହୃଦୟ ବିଦାରକ ଦୃଶ୍ୟ ଦେଖିଲା ପରେ ମୁଁ ବି ନିଜକୁ ସମ୍ଭାଳି ପାରିନଥିଲି ଆଜ୍ଞା। ଭାବିଲି ଏଇ ମା' ପାଇଁ ଗୋଟିଏ କାହାଣୀ କରିବି। ଆଉ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏଇ ଭିଡ଼ିଓକୁ ନେଇ ମା' ଉପରେ କେଇପଦ ଲେଖିଦେଲି। ଜାଣିନି ଏ କାହାଣୀ କେମିତି ଲାଗିବ, ଆଉ ଜାଣିନି କାହା ହୃଦୟକୁ କେତେ ଛୁଇଁବ, କିନ୍ତୁ ଏତିକି କହିବି, ଏଇ ମା'କୁ ମୋର 100 ସଲାମ। ଆପଣମାନେ ଆପଣଙ୍କ ମା'କୁ କେତେ ଭଲ ପାଆନ୍ତି, ଆଉ ଏଇ କାହାଣୀ କେମିତି ଲାଗିଲା କମେଣ୍ଟ କରି ଜଣାଇବାକୁ ଜମା ହିଁ ଭୁଲିବେନି। ଆଜି ପାଇଁ ରହୁଛୁ। ଆମେ ପୁଣି ଆସିବୁ ଆଉ ଏକ ନୂଆ କାହାଣୀ ସହିତ ଷ୍ଟୋରି ୱିଥ୍ ପ୍ରତାପରେ। ସେତେବେଳେ ଯାଏ ନମସ୍ତେ, ଜୟ ଜଗନ୍ନାଥ।